हाँ आज 12:30 ରୁ 35 ଭିତରେ ହେବ ଗୋଟେ କାର ମାରୁତି ସୁଜୁକି କାରଟା ସେ ଦୁଇ ଜଣ ପିଲା ଥିଲେ ବୋଲି ଯାହା ପ୍ରଥମେ ତ ଜଣାପଡ଼ୁଛି ସେମାନେ ର୍ୟାସ୍ ଆଣ୍ଡ ନେଗ୍ଲିଜେଣ୍ଟ ଡ୍ରାଇଭିଂ କରିକି ପ୍ରଥମେ ଗୋଟେ ଦୁଇଟା ମୋଟରସାଇକେଲ ବାଡ଼େଇକି ଗୋଟେ ଦୋକାନ ଭିତରେ ପଶି ଯାଇଥିଲେ ଯାହାଦ୍ୱାରା 5 ଜଣ ଲୋକ ଇଞ୍ଜର୍ଡ ହୋଇଛନ୍ତି। ବର୍ତ୍ତମାନ ଆମେ ଇଞ୍ଜର୍ଡ ମାନଙ୍କୁ ସିଫ୍ଟ କରିଦେଇଥିଲୁ ହସ୍ପିଟାଲକୁ ପିପିଲି ହସ୍ପିଟାଲକୁ ଡ୍ରାଇଭରକୁ ଅଟକ ରଖିଛୁ ତଦନ୍ତ ଚାଲିଛି। ଜଣେ ମହିଳା ବାକି ସମସ୍ତେ ପୁରୁଷ। ବର୍ତ୍ତମାନ ଥାନା କିଛି ଅଭିଯୋଗ ହେଇନି ଆମେ ଡ୍ରାଇଭରକୁ ଡିଟେନ୍ ରଖିଛୁ ଏବଂ ଗାଡ଼ିକୁ ବର୍ତ୍ତମାନ ଟୋ କରିକି ଥାନାକୁ ଆଣିଛୁ। କ୍ୟାବିନ୍ର ଜଳଖିଆ ଦୋକାନ ରାସ୍ତା ଉପରେ କରିଥିଲେ ସେ ଯେଉଁ ପାଲା ପକେଇକିରି ସେଇ ଦୋକାନଟା ଚଢ଼ିଯାଇଥିଲା। ଦୋକାନରେ ଥିଲା ଆମର ଜଳଖିଆ ଦୋକାନ ଜିନିଷପତ୍ର ସବୁ ରେଡ଼ି ହେଇକି ଥିଲା। ଭାଇ ଦୋକାନ ଭିତରେ ଅଛି ସାଡ଼ୁ ସେ ମଦ ପିଇକି ବହୁତ ଜୋରସେ ଗାଡ଼ି ନେଇକି ଆସିଲା ପରେ ଭାଇକି ବାଡ଼େଇ ଦେଲେ। ଦୋକାନ ବି ଭାଙ୍ଗିକି ସେପଟକୁ ଗାଡ଼ି ପଳେଇଲା। ତାପରେ ଭାଇ ଉପରେ ତେଲ ପଡ଼ିଯାଇଛି ଆଉ 2 ଜଣ ଲୋକ ବି ଇଞ୍ଜର୍ଡ ହେଇଛନ୍ତି। ଗାଡ଼ି କେତେ ସ୍ପିଡ୍? ଗାଡ଼ି ବହୁତ ସ୍ପିଡ୍ ଅଛି ଆଜ୍ଞା 70-80 ସ୍ପିଡ୍ ଗାଡ଼ି ଅଛି। ସେ ସମୟରେ ଥିଲେ? ମୁଁ ନଥିଲି ଆଜ୍ଞା ମୋ ଯେଉଁମାନେ ଥିଲେ ସେମାନେ କହିଲେ ମୋ ଭାଇ ତ ସେନ୍ସଲେସ୍ ଭଳିଆ ଥିଲା ପୁରା। ତ ପାଖାପାଖି ଲୋକ ଫୋନ୍ କଲେ ତାପରେ ମୁଁ ଆସିକି ଦେଖିଲା ବେଳକୁ ଭାଇର ସବୁ ତେଲ ପଡ଼ିଯାଇଛି ଗରମ ତେଲ ଗରମ ସିରା ବି ପଡ଼ିଯାଇଛି। ଦୋକାନ ଉପରେ ପୁରା ମାଡ଼ିଗଲା। ଦୋକାନ ଉପରେ ଚଢ଼ିକି ପଳେଇଛି। ଭାଇ ବି ଚାପି ହେଇକି ରହିଯାଇଛି ତା ଭିତରେ ଦୋକାନ ଭିତରେ। ଭାଇ ଏବେ ପିପିଲି ମେଡ଼ିକାଲରେ 6 ନମ୍ବର ବି ଯାଇପାରେ। ଅବସ୍ଥା ଆଜ୍ଞା ସଙ୍କଟପୂର୍ଣ୍ଣ। ଆଜ୍ଞା ଦେଖିଛୁ ମଦ ପିଇ ଦେଇଛି ଡ୍ରାଇଭରଟି ସେପଟୁ ଆସିକି 2ଟା ପାନ ଦୋକାନ 2ଟା ଲେଡ଼ିଜ୍କି ବାଡ଼େଇଲା ଧକ୍କା କଲା ତାଙ୍କର ଖଣ୍ଡିଆ ଖବର ସବୁ ହେଲା ଗୋଡ଼ ଫୋଡ଼ ଭାଙ୍ଗି ଯାଇଛି। ତାପରେ ଆସି ମୋ ଫୁଲ ଦୋକାନଟି ପହଞ୍ଚିଲା ସେଇଠୁ ଆସିକି ବାଁ ପଟେ ଗଡ଼େଇକି ଆମ ଏଇଠି ଦୋକାନ ଭାଙ୍ଗିଲା ମୋତେ ଜୀବନଟା ଆଜ୍ଞା ମାରି ଦେଇଥାନ୍ତା। ମୁଁ ଦୌଡ଼ିକି ଭୟରେ ପଳେଇଗଲି ମନ୍ଦିର ଭିତରୁ ଆଜ୍ଞା ରୋଡ଼ ଉପରେ ମୁଁ ଠିଆ ହେଇଥିଲି ଏଠି ମୋତେ ଜୀବନ ମାରି ଦେଇଥାନ୍ତା ଆଉ ଗୋଟେ ବୁଢ଼ାଟାକୁ ମାରି ଦେଇଥାନ୍ତା। ସିଧା ଜଳଖିଆ ଦୋକାନ ଗୋଟେ ଅଛି ମୋ ସାଇଡ଼୍ରେ ତାକୁ ଭାଙ୍ଗି ସେ ଟୋକାକୁ ଇଞ୍ଜର୍ଡ କରି ପୁରା ସେଠି ଆଜ୍ଞା ବାଡ଼େଇଲା। ଏ ତ ହତାନ ଘଣ୍ଟାଟା ହେବ ଆଉ। ମୁଁ ଆଜ୍ଞା ଥିଲି ମାରି ଦେଇଥାନ୍ତା ମୋତେ ଆଜ୍ଞା ଜୀବନରୁ। ମୁଁ ଭୟରେ ପଳେଇଲି ଭିତରୁ ଆଜ୍ଞା। କାର୍ ତଥାପି ଆସି ସ୍ଲୋ ଥିଲା ବାକି ଏତେ ସ୍ପିଡ଼ ଥିଲା କହିପାରିବିନି ତଥାପି ଭାବୁଛି 40-50 ସ୍ପିଡ଼ରେ ଥିଲା କଣ୍ଟ୍ରୋଲରେ। ମାଲ୍ କିନ୍ତୁ ପିଇ ଦେଇଛି ସେ ଗାଡ଼ି ଭିତରେ ମଦ ବୋତଲ ଥୁଆ ହେଇଛି 3 ଜଣ ଥିଲେ 2 ଜଣ ନାହାନ୍ତି। ଡ୍ରାଇଭରକୁ ଦେଖିଲେ ଧରିନେଇଛନ୍ତି ଆଜ୍ଞା। ଡ୍ରାଇଭର ଥାନାକୁ ପଳେଇଛି ଡ୍ରାଇଭର। ତାର କ୍ଷତି ହେଇଛି ଆଜ୍ଞା ତାକୁ ତେଲ ପଡ଼ିଯାଇଛି ଗୋଡ଼ରେ ତାର ଅଣ୍ଟା କ'ଣ ମାଡ଼ ହେଇଛି ତାକୁ ବି ଜୀବନରୁ ବାଟି ଦେଇଥାନ୍ତା। हॉलमार्क ऑर्नामेंट्स स्वप्नरू सत जाए।